ପ୍ରଭୁଙ୍କ ନିର୍ଦ୍ଦେଶ ଅନୁଯାୟୀ ତ ସବୁ ଯଜ୍ଞ ହଉଛି। ଆମର ଯଜ୍ଞର ମହାତ୍ମା ହେଉଛି ପ୍ରଭୁ ଯେଉଁଠାରେ ଯଜ୍ଞ କରନ୍ତି ସେଠି କିଛି ତତ୍ତ୍ୱ ଏବଂ ତଥ୍ୟ ଥାଏ। ସେଇଭଳି ଏଠି କାଳିଅନ୍ତା ଋଷିଙ୍କର ଗୋଟେ ସାଧନା ପୀଠ। ତେଣୁ ଏ କାଳିଅନ୍ତା ଋଷି ବର ମାଗିଥିଲେ ଏଠାରେ ଯଜ୍ଞ ହେବା ପାଇଁ। ତେଣୁ ସେଇ ପ୍ରମାଣିତ କରିଦେଲେ ଯେ ଯେଉଁଠାରେ ମୋ ଭକ୍ତମାନେ ବର ମାଗିଥାନ୍ତି ମୁଁ ତାଙ୍କ ଇଚ୍ଛା ପୂରଣ କରେ। ସେଇ ଇଚ୍ଛାକୁ ପୂରଣ କରିବା ପାଇଁ କାଳିଅନ୍ତୀ ଠାରେ ପ୍ରଭୁ ନାମ ଯଜ୍ଞ ଅନୁଷ୍ଠିତ ହେଉଥିଲା ଏବଂ ସତ୍ସଙ୍ଗ ଅନୁଷ୍ଠିତ ହେଉଥିଲା। କିନ୍ତୁ ଯଜ୍ଞ କଲେ ତାଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ। ସେ ହେଉଛନ୍ତି କାଳିଅନ୍ତା ଋଷି। ତେଣୁ ମାଳିକାରେ ମଧ୍ୟ ତାଙ୍କର ନାମ ଉଲ୍ଲେଖ ଅଛି, ଯାହା ଆଜି ଆମେ ପ୍ରମାଣ କରିକି ଆପଣମାନଙ୍କୁ କହିଲୁ ଯେ କାଳିଅନ୍ତେ ଠାରୁ ନାଗସ୍ୱର ଯାଏ ନାମ ଯଜ୍ଞ ହେଉଥିବ। ଗୁଣପୁର ଠାରୁ ଅରମ୍ଭ ପଳାଏ ଅମର ସ୍ୱର୍ଗ ଠାବ, ଯାହା ପଞ୍ଚସଖାର ଶ୍ରେଷ୍ଠ ଭକ୍ତ ଅଚ୍ୟୁତାନନ୍ଦ ଦାସ ତାଙ୍କର ମାଳିକାରେ ଉଲ୍ଲେଖ କରିଛନ୍ତି। ଏହା ସତ୍ୟ ସତ୍ୟ ସତ୍ୟ। ଆମେ ତ ପିଲା ପିଲାଦିନରୁ ଆମେ ଜାଣିଛୁ ପ୍ରଭୁ ଠାକୁର କେଶବ ଚନ୍ଦ୍ର ସ୍ୱର୍ଣ୍ଣକ୍ଷେତ୍ରରେ ଜନ୍ମ ନେଇଛନ୍ତି। ସାରା ବିଶ୍ୱ ଏ ଶୂନ୍ୟ ପୁରୁଷକୁ ସମସ୍ତେ ମାନୁଛନ୍ତି ଏବଂ ଆମେ এই କାଳିଆଟି ଗ୍ରାମର ଆମ ବାପା ଏବଂ ଜେଜେବାପା ସମସ୍ତେ ମାନୁଛନ୍ତି ପ୍ରଭୁ ଠାକୁର କେଶବଙ୍କର ଏତେ ସ୍ପିରିଟ, ଏତେ ଶୂନ୍ୟ ପୁରୁଷ କହିଲେ ଚଳେ। ଆଜି ଆମ এই ଅଞ୍ଚଳର ସମସ୍ତେ ଦୀର୍ଘ 9 ବର୍ଷ ହେଲା ଏ ଯଜ୍ଞ ପାଳନ କରି ଆସିଛୁ। ଆମର କେତେ ଅସୁବିଧା ହେତୁ ବର୍ଷା ଘନ ଘନ ହବାକୁ ନ୍ୟୁଜ କରୁଥିଲା, କିନ୍ତୁ ଆଜି ପ୍ରମାଣିତ କରିଦେଇଛନ୍ତି ଏଠି ଟୋପିଏ ବର୍ଷା ହେଇନି କି ଅଘଟନ ଘଟିନି। ସେ ସତରେ ମହାଙ୍ଗା ସ୍ୱର୍ଣ୍ଣକ୍ଷେତ୍ର ଯେମିତି ଶୂନ୍ୟ ପୁରୁଷ ଭାବରେ ଆସିକି ଏଠି ଅଛନ୍ତି। ଆମେ ବିଶ୍ୱପିତା ବୋଲି ଆମେ ସମସ୍ତେ ଗୁରୁ ଭାଇ ମାନେ ଗୁରୁ ଭଉଣୀ ମାନେ ସାରା ଓଡ଼ିଶାରୁ ଲୋକ ଆସିଛନ୍ତି। ଆମର ଏମିତି ତାଙ୍କର ଆଶୀର୍ବାଦ ଥାଉ, ଏ ଗ୍ରାମବାସୀ ସମସ୍ତେ ଏମିତି ପାଳନ କରନ୍ତୁ ଏବଂ ବିଶ୍ୱର ମଙ୍ଗଳ ହଉ, ଏତିକି ପ୍ରାର୍ଥନା। ଆଜ୍ଞା, ଯାହା ପାଣିପାଗର ସୂଚନା ଥିଲା ଆଗରୁ ଆମେ ମାନେ କେବେ ପଛକୁ ଆଉ ଯାଇନୁ। କାହିଁକି ନା ତାଙ୍କ ସେବାରେ ତାଙ୍କ କାର୍ଯ୍ୟରେ ଯେମିତି କୌଣସି ତ୍ରୁଟି ନ ହବ ସେଥିପାଇଁ ଆମେ ସଦାସର୍ବଦା ସଜାଗ ଥିଲୁ। 36 ପାଟକ ସେବାକାରୀ ପ୍ରତ୍ୟେକ ବିଭାଗରେ ନିୟୋଜିତ ଅଛନ୍ତି। ମାସ ମାସ ଧରି ଆମେ ମାନେ ଭିକ୍ଷା କରିଛୁ, ପ୍ରଚାର ପ୍ରସାର କରିଛୁ ପ୍ରତ୍ୟେକ ଗାଁରେ ଯାଇକିରି। କିନ୍ତୁ ଆଜ୍ଞା ଆମେ ଏ ବର୍ଷାକୁ ବୃକ୍ଷେପ କରିନାହୁଁ। ଏଇ ତିଳ ଭାଇ ଏ ଅଞ୍ଚଳରେ ଏଇ ଗାଁର କାନ୍ଦି ପକେଇଥିଲେ, ଆଖିରେ ଲୁହ ରହିଯାଇଥିଲା। କାହିଁକି ନା କାଳେ ବର୍ଷା ହବ ମୋ ପ୍ରଭୁଙ୍କ ସେବାରେ ବ୍ୟାଘାତ ହବ। କିନ୍ତୁ ଆଜି ଆମେ ଯାହା ପ୍ରମାଣ ଦେଖିଲୁ ସେଇଠି ବର୍ଷା ଆସିକିରି ଫେରି ଯାଇଛି, କିନ୍ତୁ ଏଠି ବର୍ଷା ହେଇନାହିଁ। କାର୍ଯ୍ୟ ସୁଚାରୁ ରୂପରେ ପାଳନ ହେଇଛି। ସମସ୍ତଙ୍କୁ ଆମେ ଆନନ୍ଦ ଦେଇଛୁ। ପ୍ରଭୁଙ୍କର କୃପା ଓ କରୁଣା କଲ୍ୟାଣ ସମସ୍ତେ ପାଇଛନ୍ତି।